ବିଲରେ ବୁଣା ଯାଇଥିବା ସମସ୍ତ ମଞ୍ଜି ଅଙ୍କୁରିତ ହୁଏ ନାହିଁ, କିନ୍ତୁ ଜୀବନରେ ଯାହା ଭଲ କାର୍ଯ୍ୟ କରିଥିବ ସେ କାର୍ଯ୍ୟରେ ଗୋଟିଏ ବି ବିହନ ନଷ୍ଟ ହୁଏ ନାହିଁ। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି, ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜାନୁଆରୀ ମାସ 16 ତାରିଖ, ଓଡ଼ିଆ ମାଘ ମାସ 3 ଦିନ, ଗୁରୁବାର, କୃଷ୍ଣ ପକ୍ଷ ତୃତୀୟା ତିଥି, ଯାହା ରାତ୍ରି 4:33 ପର୍ଯ୍ୟନ୍ତ ରହୁଛି। ଆଜି ଅଶ୍ଳେଷା ନକ୍ଷତ୍ର, ଯାହା ଦିବା 12:15 ପର୍ଯ୍ୟନ୍ତ ରହୁଛି। ଆଜି କର୍କଟ ରାଶିରେ ଚନ୍ଦ୍ର ରହୁଛନ୍ତି, ଯାହା ଦିବା 12:15 ପର୍ଯ୍ୟନ୍ତ। ଆଜି ଯାହାକି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 6:26। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଯାହାକି ଅପରାହ୍ନ 5:23। ଆଜି ଯାହାକି ଦିବା 12:15 ପର୍ଯ୍ୟନ୍ତ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ତାପରେ ଘାତ ଚନ୍ଦ୍ର ରହୁଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ଯାହାକି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଯାହାକି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ତୃତୀୟାରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଯାହାକି ପୁଟୁଳ ଭୋଜନ ନିଷେଧ ରହିଛି। ଆଜିର ରାହୁ କାଳ, ଯାହା ଦିବା 3:54 ଯାହାକି ଅପରାହ୍ନ 5:23 ମଧ୍ୟ ରହିଛି ରାହୁ କାଳ ଯୁଗ। ତେବେ ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8:02 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:26 ଦିବା 12:50 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିବ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ମେଷ ରାଶି ବ୍ୟକ୍ତି, ଅନେକ କାର୍ଯ୍ୟରେ ଆପଣ ବାଧା ପ୍ରତିବନ୍ଧକ ଆସିବ, ଯାହା ଆପଣ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ଚାକିରି ସମ୍ବନ୍ଧରେ ଯେଉଁ ମେଷ ରାଶି ବ୍ୟକ୍ତି ଜଡ଼ିତ, ତାଙ୍କ ପାଇଁ ଆଜି ଅନେକ ବିଫଳତା ସାମ୍ନା କରିବାକୁ ପଡ଼ିବ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କମିଯିବାର ଅନେକ ଚାନ୍ସ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ଅସ୍ଥିରତା ଦେଖା ଦେଇପାରେ ବା ନିଜ ଭିତରେ ସମ୍ପର୍କ ଖରାପ ହେବାର ଚାନ୍ସ ରହିଛି। ତେଣୁ ମେଷ ରାଶି ବ୍ୟକ୍ତି ଆଜି ନିଶ୍ଚିତ ଏହା ପ୍ରତି ସଚେତନ ରହିବା ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ମେଷ ରାଶି ବ୍ୟକ୍ତି ଅସ୍ଥିରତା ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ, ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ ଉପରେ ସଚେତନ ରୁହନ୍ତୁ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ଧୂସର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଥିବାରୁ ସମସ୍ତ ପ୍ରକାର ସକଳ କାର୍ଯ୍ୟ ନିଶ୍ଚିତ ସିଦ୍ଧି ଯୁଗ ସ୍ଥିତିରେ ରହିଛି। ତେଣୁ କର୍ମକ୍ଷେତ୍ର ଆଗକୁ ବଢ଼ିବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ବୃଷ ରାଶି ବ୍ୟକ୍ତି ଜଡ଼ିତ ଅଛନ୍ତି ଅନେକ ସଫଳତା ତତ୍ସହିତ ପ୍ରଶଂସା ପାଇବାର ପୂର୍ଣ୍ଣ ଯୁଗ ରହିଛି। ଆଜି ଯାହାକି ବୃଷ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ
ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଆଜି ଉତ୍ତମ ଯୁଗ ରହିଛି। ଯଦି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିବ ନିଶ୍ଚିତ ସେଥିରେ କୃତ କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିବ, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଆପଣ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଦେଖାଦେବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ କରୁଛନ୍ତି ଆପଣଙ୍କୁ ସେ କାର୍ଯ୍ୟରେ ଅନେକ ପ୍ରକାର ବାଧା ଆସିବ, ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଯାହାକି ମିଥୁନ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିରୋଧ ସାମ୍ନା କରିବାକୁ ପଡିବ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ଯାହା ଆପଣଙ୍କର କାର୍ଯ୍ୟ ଅନେକ ପ୍ରକାର ମାନସିକ ସ୍ତରରେ ପୀଡା ଦେଇପାରେ, ତତ୍ସହିତ ଆପଣ ମଧ୍ୟ ସେଥିରେ ଅସ୍ଥିରତା ରହିପାରନ୍ତି ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଚାକିରି ସମ୍ବନ୍ଧରେ, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଭଲ ଦିନ ନୁହେଁ, ତେଣୁ ନିଶ୍ଚିତ ଏହା ପ୍ରତି ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିବ, ଯାହାକି କେତେକାଂଶରେ ଆପଣଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିବ। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଗ୍ରହ ଅସ୍ଥିରତା ରହିଛି, ତତ୍ସହିତ ଆପଣଙ୍କର ପାରିବାରିକ ସମ୍ବନ୍ଧ ଭଲ ନ ରହିପାରେ, ନିଜ ଭିତରେ କିଛି ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ହାନି କରିପାରେ, ତେଣୁ ମିଥୁନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭଯୋଗ ସ୍ଥିତିରେ ରହିଛି। ଆଜି ସମସ୍ତ କାର୍ଯ୍ୟ ଆପଣଙ୍କର ଖ୍ୟାତି ଅର୍ଜନ କରିବାର ପୂର୍ଣ୍ଣ ସୁଯୋଗ ରହିଛି। ଆଜି କର୍କଟ ରାଶି ବ୍ୟକ୍ତି ଏକ ଭଲ ଭାଗ୍ୟ ଆପଣଙ୍କୁ ସାଥ ଦେବାରୁ ସମସ୍ତ କାର୍ଯ୍ୟ ସଫଳତା ସହକାରେ କରିବେ। ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି କର୍କଟ ରାଶି ବ୍ୟକ୍ତି ଅନେକ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭ ପ୍ରାପ୍ତ ପାଇବେ, ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସାଥ ଦେବ, ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ମଧ୍ୟ ଆପଣ କୃତକାର୍ଯ୍ୟ କରିବେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ, ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ପରିବାରର ସମସ୍ତ ବର୍ଗଙ୍କ ସହିତ ହସ ଖୁସି ଦିନରେ କଟିବାର ସୁଯୋଗ ଦେଇପାରେ। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅବିଶ୍ୱାସର ଦିନ ହୋଇପାରେ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। କାହା ଉପରେ ବିଶ୍ୱାସ ରଖି ବା ଭରସା ରଖି କାର୍ଯ୍ୟ କରନ୍ତୁ ନାହିଁ, ଅନେକ କ୍ଷେତ୍ରରେ ଆପଣଙ୍କୁ ଯାହାକି ଭୁଲ ପ୍ରମାଣିତ ହେବ। ତେଣୁ ସିଂହ ରାଶି ବ୍ୟକ୍ତି ଆପଣ ବିଶେଷ କରି ଆଜି ନିଜର ପରିବାର ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆଜି ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଧିକ କଳହ ଯୁକ୍ତ ରହିଛି, ତେଣୁ ଏହା ପ୍ରତି ସଚେତନ ରହିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ
ଆପଣଙ୍କର ଦକ୍ଷତା କମିଯିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ନିଶ୍ଚିତ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି କେତେକାଂଶରେ ମତ ପାର୍ଥକ୍ୟ ଦେଖା ଦେଇପାରେ, ତାହା ଆପଣଙ୍କ ପାଇଁ ଅନେକ ସମସ୍ୟାର କାରଣ ହୋଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ, ତେଣୁ ନିଶ୍ଚିତ ଛୋଟମୋଟ ଦୁର୍ଘଟଣା ଜନିତ କିଛି ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ। ତେଣୁ କୌଣସି ଭୟଯୁକ୍ତ କାର୍ଯ୍ୟ କରନ୍ତୁ ନାହିଁ ସିଂହ ରାଶି ବ୍ୟକ୍ତି, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଗାଢ଼ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହିଛି। ତତ୍ସହିତ ନିଜର ଅର୍ଥ ବଳରେ ସମସ୍ତ କାର୍ଯ୍ୟ ପୂରଣ କରିବାର ପୂର୍ଣ୍ଣ ଯୋଗ ରହିବା ସହିତ ଆପଣ ବିଶେଷ କରି ଚାକିରି ସମ୍ବନ୍ଧରେ ଭାଗ୍ୟ ଆପଣଙ୍କୁ ଶୁଭଯୋଗ ପରିସ୍ଥିତିରେ ରହୁଛି। ତେଣୁ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିବ ନାହିଁ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଭାଗ୍ୟ ଉଦୟ ଯୁଗ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣ ଅର୍ଥଜନିତ କାରବାରରେ ଅନେକ ପ୍ରକାର ସାବଧାନ ସହକାରେ କରିଲେ ଆପଣ ବହୁତ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ରଙ୍ଗ ରହୁଛି ଯାହାକି କଳା ରଙ୍ଗ ଏବଂ ଭାଗ୍ୟ ସଂଖ୍ୟା ରହିଛି 4 ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 90% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ନିଜର ପ୍ରତ୍ୟେକ କାର୍ଯ୍ୟ ସଫଳତା ଦେବା ସହିତ କେତେକାଂଶରେ ଆପଣଙ୍କୁ ଅସଫଳତା ମଧ୍ୟ ସାମ୍ନା କରିବାକୁ ପଡ଼ିବ। ଆଜି ଆପଣଙ୍କର ଶତ୍ରୁମାନେ ଆପଣଙ୍କୁ ବିଶେଷ ହଇରାଣ କରିପାରନ୍ତି ତୁଳା ରାଶି ବ୍ୟକ୍ତି, ତେଣୁ ନିଜର କାର୍ଯ୍ୟ କରୁଥିଲା ବେଳେ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କୁ ଅନେକ ସମସ୍ୟାର କାରଣ ହୋଇପାରେ, ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣ ସେଥିରେ ସଫଳତା ନିଶ୍ଚିତ ହେବେ ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ଭଲ ରହିବ ଏବଂ କେତେକାଂଶରେ ଆପଣ ଅସ୍ଥିରତା ମଧ୍ୟ ଦେଖା ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 60% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୀରେ ଧୀରେ ସଫଳତା ଦେଖାଦେବ, ସେଥିପାଇଁ ଆପଣ ମାନସିକ ସ୍ତରରେ ନୈରାଶ୍ୟ ଏବଂ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ, ଆପଣ ଆଜି ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ରହିପାରନ୍ତି। ଆଜି ବିଛା ରାଶି ବ୍ୟକ୍ତି ଯାହାକି କାର୍ଯ୍ୟଗୁଡ଼ିକୁ ସାବଧାନ ସହକାରେ କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଯୁଗ ବନେଇ ନପାରେ, ତେଣୁ ନିଶ୍ଚିତ ନିଜର ଶିକ୍ଷା ପ୍ରତି ସାବଧାନ ରୁହନ୍ତୁ। ଆଜି ଯାହାକି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ନିମ୍ନଗାମୀ ରହୁଛି, ତେଣୁ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଅବଲମ୍ବନ କରିଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଅସ୍ଥିରତା ରହିପାରନ୍ତି, ତେଣୁ ଧ୍ୟାନପୂର୍ବକ ନିଜର ପ୍ରେମ ସମ୍ବନ୍ଧକୁ ଠିକ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ପର୍କ ଅସ୍ଥିରତା ଦେଖା ଦେଇପାରେ, ତେଣୁ ନିଶ୍ଚିତ ପାରିବାରିକ ସମ୍ପର୍କକୁ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଧ୍ୟାନପୂର୍ବକ ବେପାର ବାଣିଜ୍ୟ କରନ୍ତୁ, ନହେଲେ ଅନେକ କ୍ଷେତ୍ରରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡ଼ିବ।
आज वृषा राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर स्वास्थ्य समस्या बढ़े पारे जदि पूर्वर समस्या थी जहाँ आपणकर राशि चक्र जना पड़ुछि। आज वृषा राशि व्यक्तिंकर भाग्य संख्या रही 2, भाग्य रंग रहुछि जहाँकि धला रंग एवं ग्रह माने आपन को आज 55% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज दिनटी आपणक पई अनेक अशांतिर दिन होई पारे, तेणु ध्यान पूर्वक निजर कार्य करंतु। विशेषकर खराब सांग ठारू आज दूरता अवलंबन करंतु, नहले आपण अनेक क्षेत्र क्षति सामना करने को पड़ो जहाँ आपण भाग्य राशि जना पड़ुछि। आज धनु राशि व्यक्ति जहाँकि जो माने चाकरी संबंध में जड़ित अच्छा से अनेक प्रकार चैलेंज सामना करने को पड़ो। विशेषकर आपणकर भाग्य ग्रह निम्नगामी रोचे, तेणु समस्त कार्य आपन को विफलता देखा दे पारे। आज जहाँकि धनु राशि व्यक्तिंकर जहाँकि राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहिबा सहित शिक्षार्थी विद्यार्थी मानक पई मध्य आज उत्तम दिन बनै न पारे। आज धनु राशि व्यक्तिंकर जहाँकि आपणकर प्रेम दुनिया रे आपण बहुत उत्साह रहिबे, जहाँकि निज भितर संपर्क खराब रही पारे, जहाँकि केतकांश रे आपण मानसिक स्तर दुर्बल अस्थिर रहिबे जहाँ प्रेम संबंध क्षेत्र में। तेणु धनु राशि व्यक्ति यह प्रति निश्चित सचेतन रुहंतु। तत्सहित पारिवारिक दृष्टि देखिले आपणकर आज कलहयुक्त रहुछि पारिवारिक संपर्क, तेणु निश्चित यह प्रति सचेतन रुहंतु धनु राशि व्यक्ति। आज धनु राशि व्यक्तिंकर जहाँकि व्यापार वाणिज्य रे आपणकर भाग्य ग्रह निम्नगामी रहुछि, तेणु ध्यानपूर्वक व्यापार वाणिज्य करंतु, नहले आपण केतकांश रे विफलता सामना करबा को पड़िबो। आज धनु राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर स्वास्थ्य अस्थिरता रही पारे, तेणु निश्चित धनु राशि व्यक्ति स्वास्थ्य प्रति सचेतन रुहंतु। आज धनु राशि व्यक्तिंकर भाग्य संख्या रही 9, भाग्य रंग रहुछि हलदिया रंग एवं ग्रह माने आपन को आज 50% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज दिनटी आपणकर भाग्य ग्रह पूर्ण शुभ युग रहुछि, समस्त कार्य आपणकर सफल हेबो। आज आपणकर भाग्य ग्रह पूर्ण शुभ युग स्थिति देखुचंती, तेणु समस्त कार्य पूर्ण हेबा सहित चाकरी संबंध में जो माने मकर राशि व्यक्ति जड़ित अछंती आपण आज अल्प समय समस्त कार्य पूर्ण करिवार क्षमता आपणक पाखे रही। आज जहाँ कि मकर राशि व्यक्ति विशेष करी आपणकर आज जहाँ कि प्रेम दुनिया रे आपण बहुत आनंदित एवं बहुत उत्साहित रही पारंती, जहाँ आपणक भाग्य राशि जना पड़ुछि। आज मकर राशि व्यक्ति जहाँ कि पारिवारिक संपर्क भल रहिबो। तत्सहित आज मकर राशि व्यक्ति जहाँ कि व्यापार वाणिज्य जो माने जड़ित से अनेक प्रकार लाभ प्राप्त करिवार सुजोग देबो। आज मकर राशि व्यक्ति जहाँ कि स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी जाई पारे, तेणु निश्चित स्वास्थ्य प्रति टिके सचेतन रुहंतु। जदि सचेतन रहिबे कौनसी स्वास्थ्य समस्या आपणकर रहिबो नाही। आज मकर राशि व्यक्तिंकर भाग्य संख्या रही 1, भाग्य रंग रहुछि आपणकर सोनेली रंग यूज करि पारिबे एवं ग्रह माने आपण को आज 60% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज दिनटी आपणक पई अनेक क्षेत्र में सफलता देव। तत्सहित आज ग्रह माने आपण को पूर्ण शुभ युग स्थिति रही समस्त कार्य आपणकर पूर्ण होगा सहित कुंभ राशि व्यक्ति पूर्व अटकी जाइतिबा कार्य मध्य सफलता देव। तत्सहित आज कुंभ राशि व्यक्ति माली मकरदमार जदि किसी विचाराधीन कार्य थिबो सेथिरे आपण विजय करिवार पूर्ण शुभ युग रहुछि। आज जहाँ कुंभ राशि व्यक्ति चाकरी संबंध में जो माने जड़ित अछंती सेमानक पई उत्तम दिन होई पारे। आज कुंभ राशि व्यक्ति शिक्षार्थी विद्यार्थी मानक पई पूर्ण शुभ युग स्थिति बनाउछि। आज कुंभ राशि व्यक्ति जहाँ कि प्रेम दुनिया रे आपण बहुत उत्साहित एवं आनंदमय रहिबे। तत्सहित आज पारिवारिक सुख प्राप्त करिबो जहाँ आपणक राशि चक्रु जना पड़ुछि। आज कुंभ राशि व्यक्तिंकर
ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭଯୋଗ ଦିନ ହୋଇନପାରେ। ଅନେକ କ୍ଷେତ୍ରରେ ଆପଣଙ୍କୁ ନୈରାଶ୍ୟ ହେବାକୁ ପାଇଁ ପଡ଼ିପାରେ। ତେଣୁ ନିଶ୍ଚିତ ମୀନ ରାଶି ବ୍ୟକ୍ତି ଆଜି ଆପଣ ଟିକେ ସାବଧାନ ରୁହନ୍ତୁ। କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ, ତତ୍ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ମୀନ ରାଶି ବ୍ୟକ୍ତି ଆପଣ କାର୍ଯ୍ୟ ପ୍ରତି ସାବଧାନ ରୁହନ୍ତୁ। ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ସଜାଗ ହୋଇ କାର୍ଯ୍ୟ କରନ୍ତୁ, ନହେଲେ ଉପରସ୍ଥ ଅଫିସରଙ୍କ ଠାରୁ ଆପଣ ନିଶ୍ଚିତ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ନିଜର ଶତ୍ରୁମାନ ଆପଣଙ୍କୁ ଅନେକ କ୍ଷେତ୍ରରେ ହଇରାଣ କରିପାରନ୍ତି। ତେଣୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ କରନ୍ତୁ, ନହେଲେ ଅନେକ କ୍ଷେତ୍ରରେ ଆପଣ ବିଫଳତା ରହିବେ। ତାଙ୍କ ପାଇଁ ଆପଣ ବିଭିନ୍ନ ପ୍ରକାର ହଇରାଣ ହେବାର ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଆଦୌ ଶୁଭଯୋଗ ନୁହେଁ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଅବଲମ୍ବନ କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ଆଜି ନିଶ୍ଚିତ ସାବଧାନ ରୁହନ୍ତୁ। ତତ୍ସହିତ ପାରିବାରିକ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ, ଯାହାକି ନିଜ ଭିତରେ ଅନେକ କ୍ଷେତ୍ରରେ ମତ ପାର୍ଥକ୍ୟ ଦେଖା ଦେଇପାରେ ବା କଳହ ହୋଇପାରେ। ତେଣୁ ନିଶ୍ଚିତ ଏହା ପ୍ରତି ମୀନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯେଉଁମାନେ କରୁଛନ୍ତି ନିଶ୍ଚିତ ନିଜର ବେପାର ବାଣିଜ୍ୟ ପ୍ରତି ସଚେତନ ରୁହନ୍ତୁ, ନହେଲେ କେତେକାଂଶରେ ଆପଣଙ୍କୁ ଯାହାକି ନୈରାଶ୍ୟ ବା ବିଫଳତା ଫଳ ଦେଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଦେଖା ଦେଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।